सरस्वती माता की जय। नमः। पार्वती पतये हर हर महादेव। रमण महर्षिंकर सुंदर शैली ହେଲା फर्स्ट सेकेंड थर्ड। फर्स्ट मंगलाचरण पर यदि मिसेदवा कर्मयोग, तापरे चतुर्थ पंचम षष्ठ रे भक्ति योग, सप्तम मध्य, अष्टम मध्य, नवम मध्य, दशमटा आउ कौन सी आसबनी ना कर्मयोग आसो ना भक्ति जोगर आसो। कहते कर्मयोगर लक्ष्य मध्य मनर स्वस्थता। एटा सुंदर शब्दटा बुझंतु। वर्तमान आमर मन स्वस्थ ना, आम व्यवहार मध्य ओडिया कौन स्वस्थ माने हेल्दी। आम मन भीतर विकार है, बीमार है, रोग हो जाए। से कहुई भव रोग। तुलसीदास जी उत्तराखंड कहते मानस रोग, मनरु जो उत्पन्न रोग था मानस रोग। जमते चित्तज रोग, जमते चित्तज जप मानस जप, सेमते चित्तज रोग मानस रोग। मन स्वस्थ नुह, मन बीमार अच्छे। बीमार माने कौन? विक्षेप, बाहर को जीव। आमयम सात्विक मन हो अनामयम। एवं 14 अध्याय गुणत्रय विभाग योग चलती। बहुत ही सुंदर आपण मैंने शुणा उचित। जो डायरेक्ट शुणुं भल पर भी शुणा उचित। डिसेक्शन ऑफ द माइंड, डायग्नोसिस ऑफ माइंड, सिम्टम्स ऑफ माइंड, एफेक्ट, गति, मनर सत्वगुण रजगुण तमगुण, गुणर प्रभाव, गुणर फल, गुणर कैरेक्टरिस्टिक फीचर स्ट्रक्चर सुंदर वर्णन अच्छे। तेणु जो मनटा विक्षिप्त है से होचे आमयम, उपद्रव सहित। कहीं ना मन जो परमात्मा रही मन एमती परमात्मा निजे निजे रही पारनी। अनादि काल अभ्यास हो जाइए मनटा बहिर्मुख। तो मन परमात्मा को रही ये हूँ साधन साध्य। साधना कले ही रह मनर सहज प्रकृति रही जाऊे निद्रा सुसुप्त शांत हो जाऊे। जाग्रत अवस्था और स्वप्न अवस्था मन शांत रोने कहते विवर्तमान मन चित्त। सुसुप्ति अवस्था निवृत्तमान निवर्तमान चित्त। आ समाधि मत से निवर्तमान चित्त करने पड़ो। से टॉपिकटा आसो कह। टॉपिक कौन थिला? मन स्वस्थता। मन स्वस्थ केमिति हम ना कहते केवल हृत स्थले अर्थात मन अंतर्मुखी हेले ही। और अंतर्मुख होवार उपाय कौन? कर्मयोग, भक्ति योग, अष्टांग योग, ज्ञान योग निश्चितम। कर्मयोग और भक्ति योग 1 रु नहीं 10 पर्यंत 9 पर्यंत कहीदेले। 10टा तो बर्तमान एडवर्टाइजमेंट।
ମନର ସ୍ୱସ୍ଥତା ଆସିବ ହୃଦୟ ସ୍ଥଳରେ ରହିଲେ। କେମିତି? କ୍ରିୟା, ଭକ୍ତି, ଯୋଗ, ବୋଧଶ୍ଚ ନିଶ୍ଚିତମ୍। ତ ବର୍ତ୍ତମାନ କର୍ମଯୋଗ ଭକ୍ତି ଯୋଗ ତ ହେଇଗଲା, ଅଷ୍ଟାଙ୍ଗ ଯୋଗ କହନ୍ତି। ବର୍ତ୍ତମାନ ଆମେ ଅଷ୍ଟାଙ୍ଗ ଯୋଗକୁ ନେବା, ୟା ଧ୍ୟାନ ଯୋଗକୁ ନେବା। ବର୍ତ୍ତମାନ ଏ ଯୋଗ ବିଷୟରେ ବୁଝନ୍ତୁ। ଏ ଯୋଗ କଠିନ, ସମସ୍ତେ କରିପାରିବେନି। କର୍ମଯୋଗ ପାଇଁ ମଧ୍ୟ ଗୋଟେ ଅଧିକାରୀ ଅଛି। ଆଉ ଯିଏ ବିକଳାଙ୍ଗ ଅଛି, ଯାହାର ଶରୀର ନାହିଁ, ମାନେ ଶରୀର ପଙ୍ଗୁ ହେଇଯାଇଛି, ସେ କର୍ମଯୋଗ କଣ କରିବ? ସେ ଚାହୁଁଥିବ ମଧ୍ୟ କି ମନ୍ଦିର ମୁଁ ସେବା କରିବି, ଦେଶ ପାଇଁ କରିବି, ନିଜେ କିଛି କରିପାରିବନି। ଭକ୍ତି କରିପାରିବ। ଇଭେନ୍ ବିକଳାଙ୍ଗ ମଧ୍ୟ ଆଇଏଏସ୍ ହଉଛନ୍ତି। ମୁଁ ଗୋଟେ ଦେଖିଥିଲି ବାଇଟରେ, ସେ ବିକଳାଙ୍ଗ ଗୋଡ ନାହିଁ, ସେ ଯାଉଛନ୍ତି, ଆଉ ତା ଆଗ ପଛରେ ପୋଲିସ ଅଛନ୍ତି, ଆଇଏଏସ୍ ଅଫିସର, ଏକ୍ଜାମ ଦେଇକି ଆଇଏଏସ୍ ହେଇଗଲେ। ହେଇପାରିବେ, କିଛି ଅସୁବିଧା ନାହିଁ। କର୍ମଯୋଗ କରିବେ, କେମିତି କରିବେ? ବିଚାର ଦ୍ୱାରା, ଆଇନ ଦ୍ୱାରା। ତାଙ୍କର ଯୋଉ ଜ୍ଞାନ ଅଛି, ଶରୀର ପ୍ରଧାନ ହେଇପାରିବନି, ଆଇପିଏସ୍ ହେଇପାରିବନି ସେ, କିନ୍ତୁ ଆଇଏଏସ୍ ହେଇପାରିବେ, ରାଜନେତା ବି ହେଇପାରିବେ। ତା ମାଧ୍ୟମରେ ଯେତେ ସେବା କରିପାରିବେ। କର୍ମଯୋଗ କରିବା ପାଇଁ ମଧ୍ୟ ଶରୀର ସ୍ୱସ୍ଥ ଦରକାର, ଏଟା କହିବାର ପଏଣ୍ଟ ଅଛି। କିନ୍ତୁ ଭକ୍ତି ଯୋଗ କରିବା ପାଇଁ ଶରୀର ସ୍ୱସ୍ଥ ନାହିଁ। ଭକ୍ତିରେ କଣ ତିନିଟା ଅଛି? ପୂଜା, ଜପ ଆଉ ଚିନ୍ତନ। ପୂଜା କରିପାରିବେନି ସେ, ବ୍ୟଷ୍ଟି ପୂଜା କରିପାରିବେନି, ସମଷ୍ଟି ପୂଜା କରିପାରିବେନି, କିନ୍ତୁ ଜପ ତ କରିପାରିବେ ନା। ଗୋଡ ହାତ ସିନା ଖରାପ ଅଛି, ମୁହଁଟା ତ ଖରାପ ନାହିଁ। ଆଚ୍ଛା, ଯାହାର ଯିଏ ମୁକ, ସେ ମାନସିକ ଜପ କରିବେ, ଉପାଂଶ ଜପ କରିବେ, ମାନେ ମନ୍ଦ ଜପ କରିବେ। ମୁକ ସିନା, ତାର ଶବ୍ଦ ସିନା ବାହାରିବନି, ସେ ନିଜେ ନିଜେ ତ ଓଠ ହଲିକି କରିପାରିବେ। ତାମାନେ ଭକ୍ତିର ଅନେକ ଅଙ୍ଗ, ମୁଖ୍ୟତଃ ତିନିଟା ଅଙ୍ଗ ଏଇଠି କୁହାଗଲା। ଗୋଟେ ଅଙ୍ଗ କଟିଯିବ, କାରଣ ଅନ୍ୟ ଦିଟା ତ କରିପାରିବ, କିଏ ହେଲେ କରିଦେଇପାରିବ। ମନରେ ତ ଏମିତି ନାହିଁ କି ନାଇଁ ମନଟା ବି ନାହିଁ। ଆରେ ଶରୀରର ବିକଳାଙ୍ଗ, ତ ମନର ତ ବିକଳାଙ୍ଗ ନାହିଁ ନା। ନୁହେଁ ନାଇଁ ସ୍ୱାମୀଜୀ, ମନର ବିକଳାଙ୍ଗ ଆପଣ ତ ଏବେ କହିଲେ। ସ୍ୱସ୍ଥତା, ମନ ସମସ୍ତେ ବିମାର ଅଛନ୍ତି, କାରଣ ରଜସ୍ ବଢି ଯାଇଛି, କିନ୍ତୁ ସତ୍ୱଗୁଣ ତ ଅଛି। ସତ୍ସଙ୍ଗ ପ୍ରଭାବରେ, ଶାସ୍ତ୍ର ପ୍ରଭାବରେ, ସାଧନା ପ୍ରଭାବରେ ମନ ବି ଶାନ୍ତ ହେଇଯିବ। ତାହେଲେ ଯଦି ମନ ଚାହିଁବ ମୁଁ ଭକ୍ତି କରିବି, କରିପାରିବ। ଗୁଣ୍ଡା ଲୋକ ମଧ୍ୟ, ଚୋର ମଧ୍ୟ, ଡାକୁ ମଧ୍ୟ ଭକ୍ତି କରିପାରୁଛନ୍ତି, ଚେଞ୍ଜ ବି ହେଇଯାଉଛନ୍ତି ଜୀବନ। ପୁରା କୁଖ୍ୟାତ ଡାକୁଥିବେ, ଚେଞ୍ଜ ହେଇଯିବ। ମନ ଉପରେ କଥା। ତେଣୁ କର୍ମଯୋଗ, ଭକ୍ତି ଯୋଗ, ଭକ୍ତି ସମସ୍ତେ କରିପାରିବେ। ବର୍ତ୍ତମାନ ଯୋଉ ଅଷ୍ଟାଙ୍ଗ ଯୋଗ, ଆ ବିଷୟରେ କୁହାଯାଏନି। ଦେଖନ୍ତୁ ଗୀତାରେ ମଧ୍ୟ ତିନିଟା ଯୋଗ କହିଦେଲେ। କର୍ମଯୋଗ 1-6, 7-12 ଭକ୍ତି ଯୋଗ, ଷଟକ ମାନେ ଛଅଟା ଅଧ୍ୟାୟ, 13-18 ଜ୍ଞାନ। କିନ୍ତୁ 4 କଲେନି ସେ। ମଧୁସୂଦନ ସରସ୍ୱତୀ ଯେତେବେଳେ ଡିଭିଜନ କଲେ, 4 କଲେନି, କାରଣ ଏ ଯୋଉ ଧ୍ୟାନ ଯୋଗଟା ନା କର୍ମ ଯୋଗରେ ମିଶେଇ ଦେଲେ। ଦେଖୁନାହାନ୍ତି 6 ଚାପ୍ଟର ଧ୍ୟାନ ଯୋଗ ଅଛି, ତ କର୍ମ ଷଟକରେ ରହିଗଲା। ଆଉ କୋଉଠି କୋଉଠି ନାହିଁ, ସେପାରେଟ ଗୋଟେ ସେକ୍ସନ ଅଛି। ଯେମିତି ଗୀତାରେ ଚାପ୍ଟର ୱାଇଜ ଯଦି ଦେଖିବା ଆମେ, ତାହେଲେ ଧ୍ୟାନ ଯୋଗ ଅଛି। ଧ୍ୟାନ ଯୋଗ କଣ? ଅଷ୍ଟାଙ୍ଗ ଯୋଗ। ଅଷ୍ଟାଙ୍ଗ ଯୋଗ ମାନେ କଣ? ପତଞ୍ଜଳି
ଅଷ୍ଟାଙ୍ଗ ଯୋଗ ହଉଛି ଅଙ୍ଗୀ, ଯୋଗର 8ଟା ଅଙ୍ଗ ଅଛି, ତାକୁ କହନ୍ତି ଅଷ୍ଟାଙ୍ଗ, ଅଷ୍ଟ ଅଙ୍ଗ। ପରମାତ୍ମାଙ୍କୁ ପ୍ରାପ୍ତ କରିବା ହଉଛି ଲକ୍ଷ୍ୟ। ପ୍ରସ୍ଥଲେ ମନଃ ସ୍ୱସ୍ଥତା, ମନର ସ୍ୱସ୍ଥତା ପାଇଁ ପତଞ୍ଜଳି କଣ କଲେ, ଯୋଗ ଦର୍ଶନରେ 8ଟା ମେଥଡ ବତେଇଲେ। ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି। ଇଏ ହଉଛି ଅଷ୍ଟାଙ୍ଗ, 8ଟା ନିୟମ ବତେଇଲେ। ଆକୁ କହନ୍ତି ଅଷ୍ଟାଙ୍ଗ ଯୋଗ। ଏବଂ ଏଇ ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ହିଁ ଆମେ ମନକୁ ଅନ୍ତର୍ମୁଖ କରିପାରିବା, ମନକୁ ସ୍ୱସ୍ଥତା କରିପାରିବା। ଏଣୁ ଆର ନାଁ ହଉଛି ଅଷ୍ଟାଙ୍ଗ ଯୋଗ। ମୁଁ ପ୍ରଥମରୁ କହିଲି ଏଇ ଯୋଗ ସମସ୍ତେ କରିପାରିବେନି, ଅଷ୍ଟାଙ୍ଗ ଯୋଗ। କାରଣ ଯାହାର ମନକୁ ନିରୋଧ କରିବା ପାଇଁ ଇଚ୍ଛାଟା, କାରଣ ମନକୁ ନିରୋଧ କରିବା ଡିଫିକଲ୍ଟ, ଭକ୍ତିରେ ମନକୁ ନିରୋଧ କରିବାକୁ ପଡୁନି, ଆବଶ୍ୟକ ପଡୁନି। ମନକୁ ଅନୁରାଗ କରାଯାଏ, ନିରୋଧ କରାଯାଏନି, ଅନୁରାଗ କରାଯାଏ। ଯେତେବେଳେ ମନ ଅନୁରାଗ ହେଇଗଲା, ବାସ୍ କାମ ହେଇଗଲା। କିନ୍ତୁ ଅଷ୍ଟାଙ୍ଗ ଯୋଗରେ ଫିଟ୍ ହବାକୁ ପଡିବ ଶରୀର। ଏବେ ଯେମିତି IPS ହଉ, ଅଲିମ୍ପିକ ହଉ, ସ୍ପୋର୍ଟସ ହଉ, ଶରୀରକୁ ସବୁବେଳେ ଫିଟ୍ ରଖିବାକୁ ପଡିବ। କ୍ରିକେଟ ହଉ, ଫିଟ୍ ନହେଲେ ହଟେଇ ଦଉଛନ୍ତି। ଇଭେନ୍ ଏରୋପ୍ଲେନର ଫ୍ଲାଇଟ୍ ହଉ, ମିଲିଟାରୀ ମାନଙ୍କୁ ହଉ, ଫିଟ୍ ରହିବାକୁ ପଡିବ। ପେଟ ଆରମ୍ଭ ବାହାରିଗଲା ମାନେ ଗଲା, ତମେ ୟୁ ଆର ନଟ୍ ଫିଟ୍। ତାମାନେ ଏକ୍ସରସାଇଜ କରୁନ, ଖାଦ୍ୟ ବେଶୀ ଖାଉଛ। ତେଣୁ ଯାହାର ମନକୁ କଣ୍ଟ୍ରୋଲ କରିବାର ଦୃଢ ପ୍ରତିଜ୍ଞ ରହିଛି, ସିଏ ହିଁ ଅଷ୍ଟାଙ୍ଗ ଯୋଗର ଅଧିକାରୀ। କାରଣ ଆପଣମାନେ ଶୁଣିବେ, କହିବେ ସ୍ୱାମୀଜୀ ଆମମାନେ ଅଧିକାରୀ କି ନାହିଁ। କିନ୍ତୁ ବହୁତ ଅଛି, ଖାଦ୍ୟ ବହୁତ ଅଛି, ସବୁ ଜିନିଷ ତ ଖାଇପାରିବାନି, ହଜମ କରିପାରିବାନି। ଯେତିକି ଯୋଉଟା ପସନ୍ଦ, ଯୋଉଟା କରିପାରିବା ସେଇଟା ନେବା ପସନ୍ଦ, ଏବଂ ଏବଲ୍ ଡାଇଜେଷ୍ଟ କରିବାର ଯୋଉଟା ଏବଲ୍ ଅଛି, ହ୍ୱାଟ ଆଇ ଲାଇକ୍ ଆଇ ଟେକ୍ ସେଟ୍। ତ ଅଷ୍ଟାଙ୍ଗ ଯୋଗ ବର୍ତ୍ତମାନ ଶୁଣନ୍ତୁ, ଏଇଟା କହିଲା ପରେ ମୁଁ ଶ୍ଲୋକକୁ ଯିବି। ଫାର୍ଷ୍ଟ ହଉଛି ଯମ। ଯମ କଣ? ଯମ ହଉଛି ବାହ୍ୟ ସ୍ଥିତି ମୂଲ୍ୟ ବିଶେଷ, କଲ୍ଟିଭେସନ ଅଫ ପ୍ରିନ୍ସିପଲ ଅଫ ଗୁଡ କଣ୍ଡକ୍ଟ। ସେଟାକୁ ସେ 5ଟା ବିଭକ୍ତ କରିଦେଲେ: ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ୟ, ଅପରିଗ୍ରହ। ଅହିଂସା, କାୟ ବାଙ୍ଗ ମନରେ ମଧ୍ୟ କୌଣସି ଜୀବକୁ ହିଂସା କରିବାର ଭାବନା ନ ହେବା ହିଁ ଅହିଂସା। ନ ପର ପୀଡ଼ନମ୍। ସତ୍ୟ, ଯାହା ମନ ଭିତରେ ଅଛି ତାହା ବାଣୀରେ ବାହାରିବା ଉଚିତ, ତାହା ହିଁ ସତ୍ୟ। ଅସ୍ତେୟ, କୌଣସି ପଦାର୍ଥକୁ ଚୋରି ନ କରିବା। ବ୍ରହ୍ମଚର୍ୟ, ବ୍ରହ୍ମଚର୍ୟ ଧାରଣ କରିବା। ଅପରିଗ୍ରହ, ପରିଗ୍ରହ ନ କରିବା, ବସ୍ତୁର ସଂଗ୍ରହ ନ କରିବା, ନନ୍ ପୋଜେସନ। ଇଏ ହଉଛି 5ଟା ଯମ। ବାହ୍ୟ ମୂଲ୍ୟ ସ୍ଥିତି ବିଶେଷ, ସାଧକକୁ ଇଏ ମୂଲ୍ୟ ପ୍ରଥମେ ଆଣିବା ଦରକାର। ସେକେଣ୍ଡ ହଉଛି ନିୟମ। ନିୟମ, ଅବଜର୍ଭେନ୍ସ ଅଫ ରୁଲ୍ସ ଅଫ ଗୁଡ କଣ୍ଡକ୍ଟ, ଅର୍ଥାତ ସେଟା ହେଲେ କଲ୍ଟିଭେସନ, ଇଏ ହଉଛି ଅବଜର୍ଭେସନ। ଅନ୍ତର୍ସ୍ଥିତି ମୂଲ୍ୟ ବିଶେଷ। ଅନ୍ତର୍ସ୍ଥିତି ମୂଲ୍ୟ ବିଶେଷରେ କଣ ଆସେ ନିୟମରେ?
कहते शौचम बर्तमान देखुना कोविड पर आम शौच को बहुत ध्यान देले पूर्वर थिला आभ्यंतर शौच बाह्य शौच अपवित्र पवित्रो वा सर्वावस्थान गतोपि वा यस्मरेत् पुंडरीकाक्षं सबाह्याभ्यंतर शुचि शौचम स्वच्छता संतोष कंटेनमेंट मनर ये गोटे गुड क्वालिटी संतोष ऑस्टेरिटी तपस तपः तो शौचम संतोष तपः स्वाध्याय स्वाध्याय वेद अध्ययन शास्त्र अध्ययन एवं ईश्वर प्रणिधान ईश्वर प्रति समर्पण ये हूँ पांचटा नियम तो यम नियम है तापर आसन शरीर स्थिति विशेष शरीर गोटे स्थिति विशेष जेकोसी आसन हो ताड़ासन हो हलासन हो शीर्षासन हो पद्मासन हो अर्ध पद्मासन भुजंगासन काकासन जेकोसी गोटे आसन जो हो शरीर को ठीक रखा स्पेसिफिक फिजिकल पोस्चर टेक्निक द्वारा शरीर को हेल्थ रखिए तबे जाके आम कि ना बस पार अभी ध्यान बस हो आजिकल बहुत देखिए प्रवचन तले आ बसुना सब चेयर रे गला डिफेक्ट है गला तो आसन एबे आसला प्राणायाम जो बर्तमान टॉपिक टाको नौ से हाँ मुझे सब जगह बुझी दो प्राणायाम तापर प्रत्याहार प्राणायाम पर प्राणायाम कौन प्राण स्थिति विशेष या टॉपिक रू ही नौ 11 नंबर श्लोक जोटा हम देखिए प्राणायाम प्रत्याहार इंद्रिय स्थिति विशेष ये इंद्रिय लेवल माने जो इंद्रिय गोलोक आड़ को जाऊँगी बाहर को माने सॉरी विषय आड़ को गोलोक न रही तो विशेष इंद्रियाभ्याम प्रत्यावर्त्य गोलोके स्व गोलोके प्रतिष्ठितम प्रतिष्ठानम इति प्रत्याहार प्रत्याहृत्य अर्थात इंद्रिय को विषय रु प्रत्याहृत करके खिंची आनिके टाणी आनिके प्रत्याहृत ने टाणी आनिके निज गोलोक रखा को ही प्रत्याहार कर withdrawn of the sense organs from the sense objects placing their own cavity is equal to pratyahara तापर रहिला धारणा concentration of the mind it is the level of mind चित्तस्य एक देश बंधः ध्यान तत्र एकतानता इंटेलेक्चुअल लेवल बुद्धि स्थिति विशेष एंड समाधि द्रष्टु स्वरूपे अवस्थानम एटा हूँ लक्ष्य 8टा जो मार्ग 8th नंबर ही स्टेप जमते सीढ़ी गोटे अच्छी छात को अच्छी तो 8टा अच्छी तो 8 नंबर सीढ़ी और छात समान अच्छी भी 8 नंबर मिसा जीव केतटा अच्छी सीढ़ी सीढ़ी केतटा पाहाच अच्छी 8टा देख से छात सहित मिसा सेमती बर्तन रमण महर्षि कौन कले ये जो अष्टांग योग 11 नंबर श्लोक प्राणायाम आरंभ कर एमती कहीं कले आप स्वामी जी भी आपत बुझेले ना सी अनुभव कले कि साधक जे मो पाखक आस मोर शुणुची निश्चय से साधना करुचे जम नियम ता पाखर अच्छी से जन साधक सी अनुभव करुचे तो जम नियम करुचे आसन करुचे तबे जाके फिट है तो बर्तमान प्राणायाम रू आरंभ कर तो प्राणायाम कौन कर देख 11 नंबर श्लोक पढ़ प्राणनो वायुरोधना लीयते मनः
वायुरोदनात् लीयते मनः जाल पक्षिवत् रोध साधनम। जालपक्षिवात्रोधसाधनम् वायु रोधन अच्छे रमण महर्षि जानी बुझी कि प्राण रोधन कही ना प्राणायाम शब्द आम यूज करुचु किंतु प्राण मन रिले अंतर शक्ति तत्व प्राण जो बाह्य एक्टिविटीज रूप में श्वास और निश्वास को निया जाए एठी जानी बुझी कि से वार्ता कहउछन बुझिबा पय कि वायु रोधन वायु रोधनात् प्राण वायु माने प्राण प्राणायाम रोधन कंट्रोल। अच्छा प्रायतः एटा समस्त जानी ये जो श्वास आम दीटा नाकर पुड़ा नौचु ने भितर को नेबा को कहते पूरक। बर्तमान आपण मैंने जोटे जोटे बस आम जो जीवन यात्रा चली आमको श्वास नेबा आउ छाड़िबा ये गोटे प्रयत्न साध्य नुह ऑटोमेटिक हो जिते आम बसुचु प्राणायाम करुचु से आमको प्रयत्न साध्य करने पड़े अदरवाइज ऑटोमेटिक चलुची। तो प्राणायाम को जो भितर को नेबा से गोटे हूँ ऑटोमेटिक आ जो आम बसिकी प्रयत्न करवा जत्न करवा तार ना हूँ पूरक पूरक पूरणे पूरीवा पूरण करवा जमी गोटे घटटे अच्छी कलशटे अच्छी से पानी पुरोचे तेणु पूरणे ये आम पेटटा हूँ घट भाया आम पूरेले फिर छाड़वाटा को कहती कौन कुम माने रेचक री गत रक्ष कहते कुंभक या माध्यम प्राणायाम हुए प्राण से आयाम आयाम माने कंट्रोल प्राण रोधनात् लीयते मन प्राणायाम द्वारा मनटा लीन हो जाए। अच्छा हाँ प्राणायाम द्वारा मनटा लीन हो जाए केमती एग्जांपल दौरान बहुत सुंदर एग्जांपल जमती जाल बिछाए पक्षी को रखिया पक्षी को बांधिबा पक्षी को धरिबा तो जालटा है प्राणायाम पक्षी हूँ मन शिकारी हूँ जीवात्मा आम माने आमे माने गोटे यूज करुचु शिकारी रूप में प्राणायाम को यूज करुचु तो प्राणायाम फल कौन प्राणायाम बर्तमान पतंजलि आदि सब जो अच्छी जो योगासन समस्त कर प्राणायाम कले आमर शरीर ठीक रहिबो आजमा नष्ट हो ये हम ये करा जाउछि शारीरिक दृष्टि माने प्राणायाम को आम शारीरिक रोग को निवारण रूप में निगला किंतु जोग दर्शन रे बा उपनिषद रे बा वेद रे बा जोग शास्त्र रे बा जोग साधना रे प्राणायाम को तार अर्थ नथला प्राणायाम द्वारा मन शांत करा क्लीयरली लिखुं वायु रोधना लीयते मन मनटा लीन हो जाउछि मनटा शांत हो जाउछि लीन माने शांत लीनर आउथरे विस्तार रूप देखिए केमिति एग्जांपल देले ये बहुत सुंदर एग्जांपल जाल पक्षीवत रोध साधन ठीक एवं कहते शुण 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 कौन एमती केमती हम प्राणायाम द्वारा मनटा केमती कंट्रोल हो ये तो ठीक जना पड़ुनी एपरे प्राणायाम कले एपरे मनटा लीन हो मनटा कंट्रोल हो। अच्छा टॉपिक कहीं आसमती कारण मन ही कंट्रोल करवा ही तो लक्ष्य ना कर्मयोग द्वारा मन कंट्रोल करा जाए भक्ति जोगर मन कंट्रोल करा जाए भक्ति जरे मनटा भगवान को लगेले से ऑटोमेटिक कंट्रोल है कर्मयोग कर्म निवृत्त है कर्म समर्पित करेले मनटा कंट्रोल है एवं अष्टांग योग कहते प्राणायाम जो जम भी कले जमर 5टा
ନିୟମର 5ଟା କଲା ପରେ ସେ ଯେତେବେଳେ ପ୍ରାଣାୟାମ କରେ ମନଟା କଣ୍ଟ୍ରୋଲ ହୁଏ। କାହିଁକି ପ୍ରାଣାୟାମ କଲେ ମନଟା କଣ୍ଟ୍ରୋଲ ହବ? ଇଏ କେମିତି କଥା? ଏଇଟା ତ ବୁଝିହେଲାନି। ତ ବୁଝଉଛନ୍ତି କି ପ୍ରାଣାୟାମ ଦ୍ୱାରା ମନଟା କଣ୍ଟ୍ରୋଲ କେମିତି କରାଯାଏ, କାହିଁକି ହୁଏ? କାରଣ ପ୍ରାଣ ଆଉ ମନର ସଂଯୋଗ ଅଛି, ପ୍ରାଣ ଆଉ ମନର ସମ୍ପର୍କ ଅଛି। ପ୍ରାଣ ମନ ଇଏ ଦି ଭାଇ, ଯେମିତି ଜାଆଁଳା ପୁଅ ନାହିଁ, ଯୋଉ ଗୋଟେ ଫିଲ୍ମରେ ଦେଖିଥିବେ, ଜଣକୁ ଯଦି ବାଡେଇବେ ନା ଆଉ ଜଣକୁ କାଟୁଥିବ, ଆଉ ଜଣେ ଯଦି ମାଡ଼ ଖାଉଥିବ ତ ତାକୁ ସିଏ ବି କାଟୁଥିବ। ଜାଆଁଳାର ଗୋଟେ ନିୟମ ଅଛି, ଫିଲ୍ମରେ ଥାଏ। ସେମିତି ପ୍ରାଣକୁ କଣ୍ଟ୍ରୋଲ କଲେ ମନ କଣ୍ଟ୍ରୋଲ ହବ, ଆଉ ଯାହାର ମନ କଣ୍ଟ୍ରୋଲ ଅଛି ତାର ପ୍ରାଣ ମଧ୍ୟ, ତାର ଶ୍ୱାସ ବିଶ୍ୱାସ ମଧ୍ୟ ବड़ा ସୁନ୍ଦର ଚାଲିଥାଏ। ଏ କଥାଟା ସାଇଣ୍ଟିଫିକାଲି ବୁଝଉଛନ୍ତି। କଣ? 12 ନମ୍ବର ଚିତ୍ତବାୟବ ଚିତ୍କ୍ରିୟାୟୁତା चित्तवायव चित्क्रियायुताः शाखयोर्द्वयी शक्तिमूलका शाखयोर्धयी शक्तिमूलका लय विनाशने उभयरोधने लय विनाशने उभ उभयरोधने लयगतं पुनर्भवति नो मृतम्। लयगतं पुनः भवति नो मृतम्। କହୁଛନ୍ତି ଚିତ୍ତ, ଶ୍ଲୋକଟାକୁ ଦେଖିବା, ଯୋଉ ପାଖରେ ବହି ଅଛି ଭଲ ଭାବେ ଦେଖିବେ, ତେବେ ଯାଇକିରି ବୁଝିବ। ହେଲା କଣ ନା ଚିତ୍ତ ବାୟବ ଚିତ୍କ୍ରିୟାୟୁତାଃ। चित्त ଆଉ ବାୟବ, ବାୟବ ମାନେ ବାୟୁ, बहुवचन रहेगा। चित्त माने मन, ବାୟବ ବାୟୁ। ହଁ ତ କଣ ହେଲା ନା ଶବ୍ଦ को ଦେଖନ୍ତୁ, ଚିତ୍ତ ବାୟବ ଦିଟା ଶବ୍ଦ ହେଲା, ଗୋଟେ ହଉଛି ଚିତ୍ତ, ଗୋଟେ ବାୟୁ। ଚିତ, ଚିତ୍ତଟା ଚିତ୍ତ ସହିତ, ଚିତ୍ତ ମାନେ ଜ୍ଞାନ, କ୍ରିୟା, କ୍ରିୟା ମାନେ କ୍ରିୟା, ଗୋଟେ ହଉଛି ଜ୍ଞାନ ଶକ୍ତି ଆଉ ଗୋଟେ ହଉଛି କ୍ରିୟା ଶକ୍ତି। ଏମିତି ବୁଝନ୍ତୁ, ଆପଣ ମାନେ ଶୁଣିଛନ୍ତି ମଧ୍ୟ ମାୟାର ପ୍ରକୃତିର 3ଟି ଶକ୍ତି ଅଛି, ଜ୍ଞାନ ଶକ୍ତି, କ୍ରିୟା ଶକ୍ତି ଆଉ ଗୋଟେ ହଉଛି ଇଚ୍ଛା ଶକ୍ତି। ଏଇଠି ବର୍ତ୍ତମାନ 2ଟା ଶକ୍ତି କହୁଛନ୍ତି। ଇଚ୍ଛା ଶକ୍ତି ମଧ୍ୟ ଜ୍ଞାନ ଶକ୍ତି ସହିତ କନେକ୍ଟେଡ। ଜ୍ଞାନ ନଥିଲେ ଇଚ୍ଛା ହବନି। ଯେ ଆପଣଙ୍କୁ ଯଦି ରସମଲାଇର ଜ୍ଞାନ ନାହିଁ, ରସମଲାଇକୁ ତିଆରି କରିବା ପାଇଁ ଇଚ୍ଛା ହବନି, ଇଭେନ ଖାଇବା ପାଇଁ ବୋଧେ ଇଚ୍ଛା ହବନି। ଏମିତି କେମିତି ସ୍ୱାମୀଜୀ? ଖାଇବା ପାଇଁ ତ ଇଚ୍ଛା ହବ, ଖାଇବା ପାଇଁ ଇଚ୍ଛା ହବ ଯାହା ଆପଣ ପୂର୍ବରୁ ଖାଇଥିବେ। ଓ ହଁ, ହେଲେ ଇଚ୍ଛାଟା କେମିତି ଆସିବ? ଆଫ୍ରିକାରେ ଗୋଟେ ଫଳଟି ଅଛି, କଣ୍ଟା ଫଳଟି, ଆସେଲେଡା ଆଲାଡା, ଏଇଟା ଆପଣ ଜାଣିଛନ୍ତି? ନାଇଁ, କଣ ଆପଣ କହିଲେ? ଆସେଲେଡା ଆଲାଡା, ଏଇଟା ଗୋଟେ କଣ୍ଟା ଫଳ। ସପୁରୀ, ନା ସପୁରୀଟା ତ ଆପଣ ଜାଣିଛନ୍ତି। ଚିକୁ, ଏଇଟା ତ ଜାଣିଛନ୍ତି। ଲିଚୁ, ଏଇଟା ତ ଜାଣିଛନ୍ତି। ଆସେଲେଡା ଆଲାଡା ଜାଣିନାହାନ୍ତି। ମୁଁ କହିବି ଏଇଟା ଖାଇବ କି, ମୁଁ ତ ଜାଣିନି, ମୁଁ ଖାଇବି କଣ? ଜ୍ଞାନ ନଥିଲେ ଇଚ୍ଛା ହବନି ତିଆରି କରିବା ପାଇଁ ବି, ଭୋଗ କରିବା ପାଇଁ ହେଲା। ତେଣୁ ଜ୍ଞାନ ସହିତ ଇଚ୍ଛା କନେକ୍ସନ, ସେ ବର୍ତ୍ତମାନ ଇଚ୍ଛାଟାକୁ ଛାଡି ଦିଅନ୍ତୁ। ଜ୍ଞାନ ଶକ୍ତି ଏବଂ ଇଚ୍ଛା ଶକ୍ତି ये कौन कौन कनेक्ट है ना मन सहित कनेक्ट, मनरे ज्ञान हुए एवं प्राणर काम होची जो वायु क्रिया शक्ति।
तो ज्ञान शक्ति एवं क्रिया शक्ति श्लोक देखो चित्त वायव चित क्रिया युता है युता माने जोड़ित ही संयुक्त युक्त तो कौन होला कौन ये केमती आर साइंटिफिक कौन रीजन स्ट्रक्चरल रीजन कौन ना शाखयोर द्वयी शक्ति मूलका मूल शक्ति जे माया शक्ति मूल शक्तिर माया शक्तिर प्रकृति शक्तिर दीटा माने शाखा जब गच्छर दीटा शाखा रहे सेमती दीटा शाखा ओ यस ए दीटार शाखा जोगु यदि जोगु कनेक्ट होची माने प्राण को जदि कंट्रोल करिवा जमते डबल वेरी थाए ना वाटर जो पाइप सिस्टम थे जो गोटे को बंद कले आरटा बंद हो आरटा खोलले आरटा भी चलियो सेमती तो प्राण को कंट्रोल कले मनटा कंट्रोल हो जिवो मन को कंट्रोल कले प्राणटा कंट्रोल हो कारण ये दोनों चित्त शक्ति एवं क्रिया शक्ति सहित संबंध चित्त शक्ति माने ज्ञान शक्ति चिति संज्ञाने ज्ञानात्मकम क्रिया शक्ति क्रिया एमिति भी देखो मनटा जोटा ना सात्विक अहंकार उत्पन्न एवं प्राण राजसिक अहंकार उत्पन्न सात्विक अहंकार ना हूँ वैकारिक आउ राजसिक अहंकार ना हूँ तैजस तामसिक अहंकार ना तामसिक अहंकार ये तीन टा जगह अहंकार कौटू आसला महतत्व महतत्व कौट आसला हिरण्य गर्भ कौट आसला प्रकृति प्रकृति हिरण्य गर्भ महतत्व गोटे तो प्रकृति हिरण्य गर्भ तापरे बुझापी हिरण्य गर्भ महतत्व एवं महतत्व हिरण्य गर्भ ही तीन टा उत्पन्न हेले अहंकार सात्विक राजसिक तामसिक सात्विक अहंकार को वैकारिक राजसिक अहंकार को तैजस तामसिक अहंकार को तामसिक अहंकार तेणु सात्विक अहंकार उत्पन्न मन मनटा हूँ ज्ञान सात्विक सात्विक माने ज्ञान प्रकाशकम सत्वे संजायते ज्ञानम रजसे कर्मणि आउ राजसिक अहंकार रो प्राण तैयारी प्राणटा हूँ कर्म क्रिया शाखयोर्दयी शक्ति मूलका फिर कौन कहते लय विनाशने उभय रोधने এটা পড়িলে আমি लय विनाशने उभय रोधन माने प्राण रोधन और मन रोधन आपण परा कहले प्राण रोधन रो मन रोधन हुए ना शुण 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 प्राणटा को सिना रोधन कल जे तो मन रोधन हम तो कम हम ना केमती ना जमती ये दीटा रूम अच्छी आपण रूम थी गोटे हूँ ड्रॉइंग रूम थी आ गोटे हूँ बेडरूम थी बेडरूम टी छोट अच्छी ड्रॉइंग रूम टा बड़ आपण बेड पड़ी सोफा भी अच्छी आपण एसी चाहिए आने बर्तमान विचार करे कौटी लगे जदि आप बेडरूम रे रखले मात्र जड़े दी जन ही पाइपर घर फैमिली 4 जन अच्छा स्वामी स्त्री दीटा पुओ फिर बहु आसवे अन्य बाकी जड़े आसवे ताले जानी बुझी आप कौन करेंगे ड्राइंग रूम रे लगे है तो ड्राइंग रूम रे एमते लगेले बेडरूम को मध्य से जीव बेडरूम रे लगेले आ ड्राइंग रूम को आस पारे से भीतर रहीगला सेमते प्राणायाम को कंट्रोल कले मनर कंट्रोल है आ मन को निजे कंट्रोल कले तो से निजे निजे ही तामाने मनर जो कंट्रोल प्राणायाम द्वारा पार्शियल
କିନ୍ତୁ ମନକୁ ଯେତେବେଳେ କଣ୍ଟ୍ରୋଲ କଲେ ତା ନିଜର ହବ। ଠିକ। ତେଣୁ ମନର କଣ୍ଟ୍ରୋଲ ଦି ପ୍ରକାର ହଉଛି, ଗୋଟେ ହଉଛି ଉଦ୍ଧାର ଆଉ ଗୋଟେ ହଉଛି ନିଜର। ଉଦ୍ଧାରଟା ହଉଛି ପ୍ରାଣ ଦ୍ୱାରା, ପ୍ରାଣାୟାମ ଦ୍ୱାରା ମନ କଣ୍ଟ୍ରୋଲ, ଆଉ ନିଜର କଣ୍ଟ୍ରୋଲଟା ହଉଛି ନିଜର। ଶବ୍ଦକୁ ଦେଖନ୍ତୁ 13 ନମ୍ବରରେ, ଉଭୟ ମାନେ ପ୍ରାଣ ଆଉ ମନ, ପ୍ରାଣ ରୋଧନ ଆଉ ମନୋରୋଧନ କଲେ ଲୟ ବିନାଶନେ, ମାନେ ପ୍ରାଣ ର କଣ୍ଟ୍ରୋଲରେ ମନଟା ଲୟ ହୁଏ, ଏଣୁ ମନୋଲୟ। लय विनाशने माने लय और विनाश अलग अलग शब्द करिवे। विनाशने दीटा जगो विनाशने कहगला। तो मनोलय और मनोनाश, तो प्राणायाम द्वारा, प्राणायाम भल बहुत बढ़िया, किंतु प्राणायाम द्वारा मनोलय हम, मनोनाश हम। तामाने मनोर दीटा अर्थ, गोटे हूँ मनोलय आ गोटे हूँ मनोनाश। मनोलय माने कौन? मनोलय माने सुसुप्ति रे मनोलय है, सुसुप्ति माने निद्रा रे मनोलय है गला। टाइम भी 6 घंटा 7 घंटा पे फिर आउ थे कौन हम आसी। किंतु ये जो मनोलय है प्राणायाम द्वारा, प्राणायाम कले मनोलय है, प्राणायाम खत्म मनोलय मत खत्म, तो लय गतम पुनः भवति। श्लोक को देखो 13 नंबर, जो मनटा लय होला आउ थे आसो, किंतु नो मृतम, जी मन नाश हो जाइए सी आसवानी। तेणु मन नाश चेष्टा करवा उचित। अच्छा, मन नाश न, हाँ प्राणायाम द्वारा मनटा लय हुए, धारणा ध्यान समाधि द्वारा मनटा नाश हो। अष्टांग 1 नंबर जम, 2 नंबर नियम, 3 नंबर आसन, 4 नंबर प्राणायाम, 5 नंबर प्रत्याहार, 6 नंबर धारणा, 7 नंबर ध्यान, 8 नंबर समाधि। प्राणायाम द्वारा मनटा लय हम एवं से आउ थे आसमती सुसुप्ति आउ थे आसी जाऊँ मन आम मान जीवन मनटा मध्य, कि मनटा जो नाश हो आसवनी। नो मृतम, नो नो माने इंग्लिश वाला नहीं, मृतम माने मन जो नाश हो सी आसव। सुंदर कहले ना। बर्तमान देखो कौन कहते 14 नंबर 14-15 का पढ़ दो। प्राणबंधनालीनमानसं प्राणबन्धनात् लीनमानसम् एकचिन्तनानाशमेत्यदः एकचिन्तनात् नाशमेत्यदः नष्टमानसोत्कृष्टयोगिना नष्टमानसोत्कृष्टयोगिनः कृत्यमस्ति किं स्वस्थितिं यतः। कृत्यमस्ति किं स्वस्तितिं यतः। रमण महर्षि कहते प्राणायाम को मु डिस्क्वालिफाई करूनी, प्राणायाम को मु डिमेरिट करूनी, किंतु प्राणायाम साधना रो गोटे अंग एवं ये कंटिन्यूस के भी प्राणायाम कर परिवेनी। जोगी मध्य प्राणायाम कंटिन्यूस कर परिवेनी, पूरा बसी पूरा 24 घंटा पर्यंत एमती बसी हबनी। प्राणायाम करा गोटे साधना पे, कंटिन्यूस जड़े दौड़ू थो ओलंपिक भी हबनी,
ଆରେ ଦୌଡ଼ିବାର ମଧ୍ୟ ଗୋଟେ କଣ୍ଟିନ୍ୟୁଅସ୍ ଖାଉଥିବ ଜଣେ ଜଣେ ରାଜାଟେ ଥିଲା ରୋମାନୀ ରାଜା ପୁରୁଣା କଥା 1000 ବର୍ଷ ପୂର୍ବ ତାର ଇଚ୍ଛା ତାକୁ ଖାଇବା ପାଇଁ ଭଲ ଲାଗେ ରିଏଲି ସମସ୍ତଙ୍କୁ ଖାଇବା ପାଇଁ ଭଲ ଲାଗେ ଏଭ୍ରିବଡି ଲଭ୍ସ ନା ବହୁତ ବଢିଆ ପାଚିଲା ଆମ୍ବଟା ଦିଆଗଲା ଖାଇବ ଭଲ ଲାଗିବ କି ରସମଲାଇ ଭଲ ଲାଗିବ ଖାଇବା ପାଇଁ ଭଲ ଲାଗେ କିନ୍ତୁ ଆମେ ଜାଣିଛେ ନାଇଁ ଯେତେବେଳେ ଭୋକ ହବ ଖାଇବା ବା ଯେତେବେଳେ ମିଳିବ ଖାଇବା ବା ଯେତେବେଳେ ଟାଇମ ହବ ଖାଇବା କିନ୍ତୁ ସେ ରାଜା ତ ରାଜା ଅଗାଣ୍ଡୁଆ ରାଜା ପାଳଚୁଣ୍ଟା ମନ୍ତ୍ରୀ କହନ୍ତିନି ସିଏ ଗୋଟେ ଇଚ୍ଛା କରିଦେଲା ଯୁବକ ଥିଲା ସେ ଯୁବକରୁ ରାଜା ହେଲା ଇଚ୍ଛା କଲା କି ମୁଁ ସବୁବେଳେ ଖାଇବି କେମିତି କାରଣ ଖାଇବାଟା ମତେ ଆନନ୍ଦ ଲାଗୁଛି ସିଏ ଦେନ କହିଲା ଗୋଟେ ଉପାୟ ଅଛି କଣ ଆପଣ ଖାଇବେ ତାପରେ ଆମେ ଗୋଟେ ଔଷଧ ଦେଇଦେବୁ ଆପଣ ବାନ୍ତି କରିଦେବେ ପେଟ ଖାଲି ରହିଲା କାରଣ ପେଟ ଭର୍ତ୍ତି ହେଲେ ଆଉ ଖାଇ ହବନି ନା ଖାଇବା ପାଇଁ ଇଚ୍ଛା ବି ହବନି ଆଉ ଖାଇ ପାରିବେନି ବି ତେଣୁ ମାନେ ପେଟ ଖାଲି ହେବା ଦରକାର ତେବେ ଯାଇକି ଆପଣ ଖାଉଥିବେ ଆଉ ଖାଇଲେ ଆପଣଙ୍କ ଆନନ୍ଦ ହୁଁ ଉପାୟ କଣ ଖାଇଲେ ଯୋଉ ଆନନ୍ଦଟା ଆସିଲା ଠିକ 2 ମିନିଟ ପରେ ଆଉ ଥରେ ଆପଣ ଔଷଧ ଖାଇବେ ଯେ ବାହାରି ଯିବ ସେ ଦେନ ଆଉ ଥରେ ଖାଉଥିବେ ଯେତେ ପର୍ଯ୍ୟନ୍ତ ମଜା କରୁଥିବେ ଖାଉଥିବେ ଆଜ୍ଞା ମାତ୍ର 8-10 ବର୍ଷ ଭିତରେ ସେ ମରିବ ହେଲା ଯୁବକଟା ଥିଲା କାରଣ ପ୍ରକୃତି ଗୋଟେ ତିଆରି କରିଛି ପେଟକୁ ଖାଇବେ ସେ ତାର ସହିତ ସେ ଭିତରେ ରହିବ ଆଣ୍ଡ ଦେନ୍ ଯଦି ଏମିତି ଖାଇବେ ବାହାର କରିବେ ଖାଇବେ ବାହାର କରିବେ ପ୍ରକୃତି ବିରୋଧ ହେଇଗଲା ଶରୀର ରୋଗ ଆସିଲା ମରିଗଲା ତେଣୁ କୌଣସି ଜିନିଷକୁ ମଧ୍ୟ କଣ୍ଟିନ୍ୟୁଅସ୍ କରିହବ ଏବଂ ପ୍ରବଚନ ଘଣ୍ଟାଟେ ଦଉଛି କଣ୍ଟିନ୍ୟୁଅସ୍ 24 ଘଣ୍ଟା ଦେଇପାରିବେ ନା କୀର୍ତ୍ତନ କରୁଛନ୍ତି କଣ୍ଟିନ୍ୟୁଅସ୍ ନା କଣ୍ଟିନ୍ୟୁଅସ୍ ଶୋଇପାରିବ ନା କଣ୍ଟିନ୍ୟୁଅସ୍ କର୍ମ କରିପାରିବ ନା କଣ୍ଟିନ୍ୟୁଅସ୍ ଫ୍ଲାଇଟରେ କିଏ ଉଡେଇ ପାରିବ ଆରେ 17 ଘଣ୍ଟା 18 ଘଣ୍ଟା ଉଡଉଛନ୍ତି ତା ଭିତରେ ବି ଦିଟା ଫ୍ଲାଇଟ୍ ପାଇଲଟ ଥାଆନ୍ତି ନିଦ ଆସିବ କଣ୍ଟିନ୍ୟୁ ମଦ ପିଇ ପାରିବ କିଛି ଜିନିଷ କୌଣସି ଜିନିଷ କଣ୍ଟିନ୍ୟୁ କରିପାରିବେନି ନା 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 କଣ୍ଟିନ୍ୟୁ ସ୍ୱାମୀଜୀ ଶ୍ୱାସ ନେଇପାରିବ ଆରେ ତମେ କଣ କରୁଛ ସେଇଟା ତ ହଉଛି ଅଟୋମେଟିକ ତୁମେ ଯୋଉଟା କରିବ କରିପାରିବନି ଓ ଏମିତି କଥା ନୁହଁ ସେଟା ତ ହଉଛି ଅଟୋମେଟିକ ପ୍ରକୃତି ସାଧ୍ୟ ନିଜେ ଆମେ ଯେତେବେଳେ ପ୍ରୟତ୍ନ ସାଧ୍ୟ କରିବା କଣ୍ଟିନ୍ୟୁ କରିପାରିବାନି ତେଣୁ ପ୍ରାଣାୟାମ କରିବା ଉଚିତ କିନ୍ତୁ କଣ୍ଟିନ୍ୟୁ ହବନି କରିପାରିବାନି ପ୍ରାଣାୟାମ ଦ୍ୱାରା ଯୋଉ ମନଟା ଲୟ ହେଲା ନା ହଁ 14 ନମ୍ବର ଦେଖ ପ୍ରାଣାୟାମ ଦ୍ୱାରା ଯୋଉ ମନଟା ଲୟ ହେଲା ସେଇ ମନ ଲୟରେ ତମକୁ ଆଉ ଗୋଟେ କିଛି କରିବାକୁ ପଡିବ କଣ କରିବାକୁ ପଡିବ କହିବେ ବର୍ତ୍ତମାନ ଆଉ ଟିକେ ଦେଖନ୍ତୁ କଣ ଦେଖିବା ସ୍ୱାମୀଜୀ ନା ଟିକେ ଶୁଣନ୍ତୁ ମଜା ତ ବର୍ତ୍ତମାନ ତ ମୁଁ ବେଦାନ୍ତ ସାର୍ ଦେଖୁଥିଲି ମୋ ବହି ବାହାର କରୁଥିଲେ ବେଦାନ୍ତ ସାର୍ ସମସ୍ତେ ଶୁଣିପାରିବେନି ଯିଏ ତତ୍ତ୍ୱବୋଧ ଆଦି ସବୁ ଶୁଣିଛି ଅଧିକାରୀ ଇଣ୍ଟରେଷ୍ଟ ସେମାନେ ଜାଣିପାରିବେ କାରଣ ପୁରା ବେଦାନ୍ତ ପୁରା ଗହନ ଚିନ୍ତନ କିନ୍ତୁ ଗୋଟେ ଆନନ୍ଦ ଆସିବ ଜାଣିପାରିବେ ଡେପ୍ଥ ସେମିତି ଚିନ୍ତନ ଦେଖନ୍ତୁ ଭାଗବତରେ କପିଲ ମୁନି ଦେବହୂତି ମାଙ୍କୁ ଉପଦେଶ ଦଉଛନ୍ତି ଏବଂ ଉପଦେଶ ଦେବାରେ ସମୟରେ ମାଙ୍କୁ କହୁଛନ୍ତି ମା ମନୁଷ୍ୟ ସାଧନା ବିଷୟରେ ବୁଝାଉଛନ୍ତି କହୁଛନ୍ତି ପ୍ରାଣାୟାମ ଦ୍ୱାରା ଦେହ ଦୋଷ ନିବୃତ୍ତି ହୁଏ ତାମାନେ ଦେହରେ ଯୋଉ ଦୋଷ ଥାଏ ତା ନିବୃତ୍ତି ହୁଏ ପ୍ରାଣାୟାମର ଦିଟା ଫଳ ଦେହ ଦୋଷ ନିବୃତ୍ତି ଏବଂ ମନ ଲୟ ଧାରଣା ଦ୍ୱାରା ସଙ୍ଗ ଦୋଷ ନିବୃତ୍ତି ଧାରଣା କଣ ଚିତ୍ତ ସେ ଏକ ଦେଶ ବନ୍ଧ ବ୍ୟବହାରରେ ଯୋଉ ଆମର ସଙ୍ଗ ଅଛି ଯୋଉ ଆସକ୍ତି ତୃଷ୍ଣା ସଙ୍ଗ ସମୁଦ୍ଭବ ସେଇଟା ଦୂର ହୁଏ ଧ୍ୟାନ ଦ୍ୱାରା
ମନ ଭିତରେ ଯୋଉ ଦୀନତା ଭାବ, କିଛି ନାହିଁ, ମୁଁ ଜାଣିନି, ମୁଁ କଣ ପାରିବି କି ଇଏ, ବା ଈଶ୍ୱରଙ୍କର ଅନୁଭବ ହଉନି, ଅନିଶ୍ୱରତା ଭାବ ନଷ୍ଟ ହେଇଯାଏ। ଅନିଶ୍ୱରତା ନିବୃତ୍ତି ଧ୍ୟାନ ଦ୍ୱାରା, ଦୀନତା ନିବୃତ୍ତି ଧ୍ୟାନ ଦ୍ୱାରା, ଧାରଣା ଦ୍ୱାରା ସଙ୍ଗ ଦୋଷ ନିବୃତ୍ତି, ପ୍ରାଣାୟାମ ଦ୍ୱାରା ଦେହ ଦୋଷ ନିବୃତ୍ତି। ଏବଂ ପ୍ରାଣାୟାମର ନେକ୍ସଟ ଫଳ ହଉଛି ମନୋଲୟ। କହୁଛନ୍ତି ମନୋଲୟକୁ ଥରେ ଯଦି କଣ୍ଟ୍ରୋଲ ହେଇଛି ତାକୁ ଧରିବ। ଯେମିତି ବେଲୁନର ଥାଏ ନା, ମୁଁ ସାଉଥ ଆଫ୍ରିକା ଯାଇଥିଲି, କେନିଆ, ସେଇଠୁ ବୁଲିଲା ବେଳକୁ ଆମେ ସେ ବେଲୁନର ଥାଏ, ବହୁତ ବଡ଼ ବେଲୁନ କରନ୍ତି, ଆଉ 6-7 ଜଣ ଥାଆନ୍ତି, ଯାଇପାରିବେ, ଉଡ଼ି ବସିବେ, ଉଡ଼ିକି ଦେନ୍ ଆମେ ମାନେ ସବୁ ତଳକୁ ଦେଖିବୁ, ଅଧଘଣ୍ଟାରେ ଥାଏ, ଉଡ଼ନ ଖଟଲା ଭଳିଆ, ସେ ଗ୍ୟାସରେ ଥାଏ ବେଲୁନ ମାନେ ହୁଏ। ତେଣୁ ବେଲୁନଟାକୁ ଯେତେବେଳେ ଉଡ଼େଇ ଦେବେ, ମାନେ ଫୁଲେଇଲେ, ତାର ଗୋଟେ ପ୍ରୟୋଜନ ଅଛି ନା, ପ୍ରୟୋଜନ କଣ? ଉଡ଼େଇବା। ସେମିତି ମନ ଯେତେବେଳେ ଲୟ ହେଇଗଲା, ମନ କଣ୍ଟ୍ରୋଲ ହେଇଗଲା, ସେଇ ମନ କଣ୍ଟ୍ରୋଲ ଦ୍ୱାରା ଚିନ୍ତନ କରିବ କଣ? ଏକ ଚିନ୍ତନାତ୍। ନେକ୍ସଟ ଯାଆନ୍ତୁ ଶ୍ଲୋକ, ଏକ ଚିନ୍ତନାତ୍ 14 ନମ୍ବର। ଏକ ଚିନ୍ତନାତ୍ ମାନେ ପରମାତ୍ମାଙ୍କର ଚିନ୍ତନ। ଏକ ଚିନ୍ତନ କଲେ ମନଟା ନାଶ ହେଇଯିବ। କାରଣ ମନ ନାଶ ହବନି ଯେତେବେଳେ ପରମାତ୍ମାଙ୍କର ଚିନ୍ତନ କରିବନି। ଆଉ ପରମାତ୍ମା ଚିନ୍ତନ କରିବନି ତ ସଂସାର ପ୍ରତି ଚିନ୍ତନ ହବ, ଆଉ ସେ ନଷ୍ଟ ହବନି। ଯେମିତି ୟୁରିକ ଏସିଡ ଦେଲେ ଯାଇକରି ବା କୌଣସି ଗୋଟେ ନାଇଟ୍ରୋଜେନ ଗ୍ୟାସ ଦେଲେ ଯାଇକରି ଏସିଡ ସେ ଗଛଟା ମରିବ, ନହେଲେ ଗଛ ମରିବନି। ବରଂ ତ ପାଣି ଦଉଥିବେ ତ ଗଛଟା ଆହୁରି ବଢୁଥିବ, ସ୍ପ୍ରାଉଟ ହଉଥିବ। ଏକ ଚିନ୍ତନାତ୍ ନାଶମେତ୍ୟଦଃ, ଅର୍ଥାତ୍ ମନ ଭିତରେ ଯୋଉ ଅନ୍ୟାନ୍ୟ ବୃତ୍ତି ଅଛି, ସଂସାର ପ୍ରତି ବୃତ୍ତି, ଏକ ଚିନ୍ତନ କଲେ ନଷ୍ଟ ହେଇଯିବ। କେତେ ସୁନ୍ଦର କହୁଛନ୍ତି। ଆଉ ଥରେ ଯଦି ଏକ ଚିନ୍ତନ ମାନେ, ଏକ ମାନେ କଣ? ଦ୍ରଷ୍ଟା। ଏକ ମାନେ କଣ? କାରଣ। ଏକ ମାନେ କଣ? ପରମାତ୍ମା। ଏକମେବ ଦ୍ୱିତୀୟମ୍। ଆଉ ଥରେ ଯାହାର ନଷ୍ଟ ହେଇଗଲା ମନ ଏକ ଚିନ୍ତନ ଦ୍ୱାରା, ତା ପାଇଁ ଆଉ କିଛି କୃତ୍ୟ ନାହିଁ। ନଷ୍ଟ ମାନସ ଉତ୍କୃଷ୍ଟ ଯୋଗିନଃ। ଉତ୍କୃଷ୍ଟ ଯୋଗିନଃ, ଉତ୍କୃଷ୍ଟ ଯୋଗୀର ମନ ନଷ୍ଟ ହେଇଯାଇଛି। କୃତ୍ୟମସ୍ତି କିମ୍? ସ୍ୱସ୍ଥିତି। ଦେଖନ୍ତୁ ଶବ୍ଦ ଆସିଗଲା ନା, ସେଠି ଥିଲା ମନସ୍ଥିତି, ଏଠି କହୁଛନ୍ତି ସ୍ୱସ୍ଥିତି, ଅର୍ଥାତ୍ ନିଜ ସ୍ଥିତିରେ ଆସନ୍ତି। ସ୍ୱସ୍ଥିତି ଗୋଟେ ହଉଛି ପରିସ୍ଥିତି, ଦେହ ସ୍ଥିତି, ବିଷୟା ସ୍ଥିତି, ମନସ୍ଥିତି, ଆଉ ଗୋଟେ ଅଛି ସ୍ୱସ୍ଥିତି। ସ୍ୱସ୍ଥିତି କୃତ୍ୟମସ୍ତି, ସ୍ୱସ୍ଥିରେ ଆସିଲେ ଆଉ କର୍ତ୍ତବ୍ୟ ନୁହଁ। ଗୀତାର ମଧ୍ୟ କୁହାଯାଇଛି, यस्तु आत्मरतिरेव स्यात् आत्मतृप्तश्च मानवः आत्मन्येव च सन्तुष्टः तस्य कार्यं न विद्यते। जो आत्म तत्व से पहुंची गले तार आउ कार्य नहीं, ता पाई नैव तस्य कृतेनार्थः न कृतेन कश्चन न चास्य सर्वभूतेषु कश्चित् अर्थ व्यपाश्रय। मनुष्य कर्म करे कौन से प्रयोजन पाए, आउ तार कौन से प्रयोजन नहीं, तेणु से बिल्कुल कर्म करेनि, अर्थात कर्म आवश्यक पड़ेनि, मनटा ही ना। स्वामीजी मन ना फिर बंचो केमती ना, मन ना बंचो केमती नेक्स्ट श्लोक बुझे केमती बंचो। एतिकी कहीकि ये टॉपिक टा बंद कर दो है। 16 अच्छी आउ टिके भी केमिति मन नष्ट माने कौन, मन नष्टर स्वरूप कौन, मनर नष्टर स्वरूप कौन, माने नष्ट हो जाओ।
କାଲି ଯେମିତି ମୋ ପ୍ରବଚନ ପରେ ଗୁଣତ୍ରୟ ବିଭାଗରେ ପ୍ରଶ୍ନ ପଚାରୁଥିଲେ ଜଣେ ମା କି ସମାଧିରେ ଫେର ମନଟା କୁଆଡେ ଯିବ? ଆରେ ଏଇ କୋଶ୍ଚିନ୍ ହିଁ ରହିବନି, କାରଣ ଯିଏ ସମାଧି କରିବା ଲୋକ ସିଏ ହିଁ ନାହିଁ। ସିଏ ଯଦି ନାହିଁ, ମନ ବି ନାହିଁ, କୋଶ୍ଚିନ୍ ବି ନାହିଁ, ଏବଂ ଯିଏ ପଚାରିବା ଲୋକ ବି ନାହିଁ, ନଥିଙ୍ଗ। ଆତ୍ମସଂସ୍ଥିତି କଣ ଆକୁ ଡିଟେଲ ଆମମାନେ କାଲି ଦେଖିବା। ଓମ୍ ପୂର୍ଣ୍ଣମଦଃ ପୂର୍ଣ୍ଣମିଦಂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ